ରାବଣ ଆଜ୍ଞା ତ୍ରିପୁରକୁ ଜୟ କରିଛି ବୋଲି ମନରେ ପ୍ରବଳ ଗର୍ବ ପ୍ରବଳ ଅହଙ୍କାର। ଦେବର୍ଷି ନାରଦ ମନେ ମନେ ଚିନ୍ତା କଲେ ରାବଣର ଗର୍ବକୁ ଟିକେ ଚୂର୍ଣ୍ଣ କରିବା। ଦେବର୍ଷି ନାରଦ କଲେ କଣ କଲେ କହିବି ସାରଦ ନାରଦ ମନେ ଦେବର୍ଷି ନାରଦ କହିଲେ ରାବଣର ଗର୍ଭକୁ ଟିକେ ଚୂର୍ଣ୍ଣ କରିବାକୁ ପଡିବ। ଏ ମା ମାନେ ଦେବର୍ଷି ନାରଦ ଯାଇ ରାବଣ ନିକଟରେ ପହଞ୍ଚି ଗଲେ। ଆଜ୍ଞା ଦେଖିଦେଲା ରାବଣ ଜେଜେ ଆସିଛନ୍ତି, ସିଂହାସନରୁ ଓହ୍ଲେଇ ଆସିଲା। ଯିଏ ଦେଖିଛି ସିଏ କହିବ ଛପା ଜମା କହିବ ନା। ରାବଣ ଯେତେବେଳେ ଦେବର୍ଷି ନାରଦଙ୍କୁ କହୁଛି ଗଲା ମୁଁ ତ୍ରିପୁର ବିଜୟ, ଏଇ ସମୟରେ ଦେବର୍ଷି କଲେ ତୁ ତ୍ରିପୁର ବିଜୟ, ତୋ ମୁହଁରେ ଟିକେ ଲଜ୍ଜା ଅଛି କି? ଆରେ ତୁ ଏପର୍ଯ୍ୟନ୍ତ ମର୍ତ୍ତ୍ୟ ଜୟ କରିଲୁ, ପାତାଳ ସ୍ୱର୍ଗ ତ ଦୂରର କଥା। ଏଇ ସମୟରେ ଦେବର୍ଷି ବୁଝେଇ ଦେଲେ କହିଲେ ଆଚ୍ଛା କହିଲୁ ରାବଣ ଗୋଟାଏ ଡର୍ଜନ କଦଳୀ କେତେଟା କଦଳୀ ଥାଏ? ଆଚ୍ଛା ବାପା ମାନେ ଆପଣ ବସିଛନ୍ତି, ଯଦି ଗୋଟାଏ ଡର୍ଜନ କଦଳୀ ଗୋଟାଏ କଦଳୀ କମିଯିବ ତାହେଲେ ଆମେ ତ ଡର୍ଜନ କରିବା। ଆଜି ବୁଝେଇ ଦେଲେ ଦେବର୍ଷି ନାରଦ କହିଲେ କିରେ ମର୍ତ୍ତ୍ୟରେ ଗୋଟାଏ ରାଜ୍ୟ ଏମିତି ଅଛି ତୁ ତାକୁ ଜୟ କରିବୁ, ତୁ କେତେବେଳେ ମର୍ତ୍ତ୍ୟ ଜୟ ହେଲୁ? ମର୍ତ୍ତ୍ୟରେ ଏମିତି କୋଉ ରାଜ୍ୟଟା ଅଛି ମୁଁ ତାକୁ ଜୟ କରିବି? ଆରେ ତୁ ଜୟ କରିନୁ କିନ୍ତୁ ଜାତକରେ କେବେ କରିପାରିବୁ। ଆପଣ ମୋ ସମାଜ କଥାବାର୍ତ୍ତା କରୁଛି, ଆପଣ ନାତି ଦଶାନୁ ରାବଣ ରାଗିଲେ କଣ ହବ? ସତଟା ସତ ନା? ଆରେ ତୁ କେବେ ସେ ରାଜ୍ୟକୁ ଜୟ କରିପାରିବୁନି। କାହିଁକି କଣ ପାରିବୁନି ତ? ଆଜ୍ଞା ରାବଣ କହିଲା ଯେ ତାହେଲେ ରାଜ୍ୟ ନାଁଟା ଟିକେ କହେ। ରାଜ୍ୟ ନାଁଟା ଟିକେ କହ, ରାଜା କିଏ ସେ? ଦେବର୍ଷି ନାରଦ କହିଲେ ରାଜ୍ୟ ହେଲା କିସ୍କିନ୍ଧା, ରାଜା ହେଲା ବାଳି। ନାଇଁ ସେ କଥାକୁ ଆଉ କହନା, ତ ସମୟ ନାହିଁ। ଆଜ୍ଞା ଏଇ ସମୟରେ ଜିନିଷ ରାବଣ କହିଲା କହିଲା ଜେଜେ ଇଏ ସାମାନ୍ୟ ଗୋଟାଏ ମର୍କଟ ରାଜା, ମୁଁ ପୁଣି ତାକୁ ଜୟ କରିପାରିବିନି? ଦେବର୍ଷି ନାରଦ କହିଲେ ଏ ଜନ୍ମରେ ନୁହେଁ, ଯଦି ମରିକି 7 ଥର ଜନ୍ମ ହବୁ ତାହେଲେ ବାଳିକି ଜୟ କରିପାରିବ ନା। କାରଣଟା କଣ ନା ଦେଖ ପୁଅ, ବାଳି ହଉଛି ଏମିତି ବଡୁଆ, ଯଦି ତୁ ତା ସହିତ ଯୁଦ୍ଧ କରିବା ପାଇଁ ଶତ୍ରୁ ହୋଇ ସାମ୍ନାକୁ ଯିବୁ, ବାଳି ବର ପାଇଛି, ଶତ୍ରୁକୁ ସାମ୍ନାରେ ଦେଖିଲେ ଶତ୍ରୁ ଠାରୁ ଅଧେ ବଳ ନେଇଯିବ। ଶୁଣ ଶତ୍ରୁ ଠାରୁ ଅଧେ ବଳ ନେଇଯିବ, ତା ପାଖରେ ଅଛି ଅଧେ, ତୋ ଠାରୁ ନବ ଅଧେ, ତାର ହବ
ସେଇ ଦିନ ଠାରୁ ଚିନ୍ତା କରୁଛି କିଏ ସେନା ରାବଣ କେମିତି ଉପାୟ କରି ବାଳିକି ମାରି। କିନ୍ତୁ ବାପା ବାଳି କଣ କରନ୍ତି ନା ପ୍ରତିଦିନ ପ୍ରଭାତ ହେଲେ ବାବୁରେ ଆଜ୍ଞା 4 ସମୁଦ୍ରରେ ତର୍ପଣ କରନ୍ତି ବାଳି। ଏ ପୁଅ ଆଜି ଆଧୁନିକ ଯୁଗରେ କଳି ଯୁଗରେ ମା ମାନେ ବାପା ମାନେ ବାହାରି ପଡ଼ିଲେ ଆପଣ ମାନଙ୍କର ବ୍ୟାୟାମ ନୁହେଁ କି ଆପଣ ମାନେ ସକାଳେ ଆଜ୍ଞା ମର୍ଣ୍ଣିଂ ୱାକ୍ କରୁଛନ୍ତି। ଏ ବାପା ଏଟା ଆଜି ହେଇନି ଏ ସବୁ ବାପା ତ୍ରେତୟା ଯୁଗରୁ ବାଳି ଆଜ୍ଞା ସବୁଠାରୁ ଭଲ ବ୍ୟାୟାମ କରୁଥିବା ଜଣେ ଯୋଦ୍ଧା। ଏ ପୁଅ ପ୍ରଭାତ ହେଲେ ଗୋଟିଏ ସମୁଦ୍ର ନୁହଁ ଆଜ୍ଞା 4 ସମୁଦ୍ରରେ ତର୍ପଣ କରନ୍ତି ବାଳି। ଗୋଟାଏ ସମୁଦ୍ରରୁ ଲମ୍ଫ ପ୍ରଦାନ କରିବେ ଆଉ ଗୋଟାଏ ସମୁଦ୍ରକୁ ପୁଣି ଗୋଟାଏ ସମୁଦ୍ରରୁ ଆଉ ଗୋଟାଏ ସମୁଦ୍ରକୁ ଏହିପରି ଲମ୍ଫ ପ୍ରଦାନ କରି ବ୍ୟାୟାମ ମାଧ୍ୟମରେ 4 ସମୁଦ୍ରରେ ତର୍ପଣ କରନ୍ତି ବାଳି। ଆଜି ତର୍ପଣ କରି ସାରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜଳକୁ ଧରିଛନ୍ତି। ଦେଖିଦେଲା କହିଲା ଇଏ ହେଲା ଉପଯୁକ୍ତ ସମୟ ଏଇ ସମୟରେ ମୁଁ ବାଳିକି ମାରିଦେବି ସବୁ କିଛି କରିପାରିବି। ଆଜ୍ଞା ଗୋଟାଏ ଜଳଚର ଜୀବ ହୋଇ ରାବଣ ଯାଇ ଆଜ୍ଞା ବାଳିର ଗୋଡ଼କୁ ଜାବୁଡ଼ି ଧରିଲା। ଆଜ୍ଞା ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ତ ଜଳ ଧରିଛନ୍ତି ବାଳି ଯେତେବେଳେ ଗୋଡ଼କୁ ରାବଣ ଜାବୁଡ଼ି ଧରିଲା ଆଉ ଆଜ୍ଞା ଜଳଟା ଦେଇପାରିଲା। ଆପଣ ମାନେ ପୋଖରୀରେ ଗାଧଉଥିବେ ନଦୀରେ ଗାଧଉଥିବେ କେଉଁଠି ଆଗେ ଦେହରେ ଚଳିଗଲେ ଆପଣ ଆସିକି ଉପରେ ଆଜ୍ଞା ସେଇଠି ବାଳି ଜଳ ଦେଇପାରିବେ। ଆଜ୍ଞା ତେଣୁକରି ଆଜି ବାଳି ଯେତେବେଳେ ଜଳ ଧରିଛନ୍ତି ଜ୍ଞାନୀ ମଣ୍ଡଳୀ ଜଳଟାକୁ ଆଉ ଛାଡ଼ି ପାରୁନାହାନ୍ତି। କାରଣ ଆପଣ ପୋଖରୀ ହଉ ନଦୀ ହଉ ଯେଉଁ ଜଳଟାକୁ ମାନେ ବାପା ମାନେ ଧରିଥିବେ ତାକୁ ଆପଣ ଛାଡ଼ି ପାରିବେ। ଆଜ୍ଞା ଆପଣ କହିବେ ଯଦି ବାଳି ଜଳଟାକୁ ଛାଡ଼ି ପାରୁନଥିଲେ ତାହେଲେ ଜଳଟାକୁ ଦେଇଦେଲେନି। ବାପା ଜଳଟା କେତେବେଳେ ଦିଆଯାଏ ଯେତେବେଳେ ଆପଣଙ୍କର ମନଟା ସ୍ଥିର ରହିବ ସେତେବେଳେ ଆପଣ ଜଳଟା ଦେବେ ନା। ଇଏ ରାବଣ ପୁରା ଆଜ୍ଞା ଗୋଡ଼କୁ କାମୁଡ଼ି ପକଉଛି ବାଳି ଜଳ ଦେବେ କେମିତି? ବାଳି ଆଜ୍ଞା ଦ୍ୱନ୍ଦ୍ୱରେ ପଡ଼ିଗଲେ କହିଲେ ମୁଁ ନା ଜଳ ଦେଇପାରୁଛି ନା ଜଳକୁ ଛାଡ଼ି ଗୋଡ଼କୁ କିଏ କାମୁଡୁଛି ତାକୁ ଦେଖିପାରୁଛି। ବାଳି ଗୋଟେ ଉପାୟ କଲେ ନା 2 ଆଞ୍ଜୁଳିରେ ଧରିଥିବା ଜଳକୁ ବାପା ଗୋଟେ ଆଞ୍ଜୁଳିରେ ରଖିଦେଲେ। ରାବଣକୁ ଆଜ୍ଞା ପାଦ ତଳୁ ଆଣି କାଠ ତଳେ ଲାଖିଦେଲେ। ଖାଲି ଜଳ ଦେଇ ସାରେ ଦେଖିବି ତୁ କାକଟପୁରରେ ଥା ଦେଖିବା ତୁ କଣ କେମିତି ହଉଛି। ଲକ୍ଷ୍ୟ ଦେବେ ମୋର ଜ୍ଞାନୀ ମଣ୍ଡଳୀ ଆଜି ଜଳ ଦେଇ ସାରି ଆଜ୍ଞା ଯେତେବେଳେ କୂଳକୁ ଆସିକି ବସ୍ତ୍ରକୁ ପାଲଟୁଛନ୍ତି ବାଳି ରାବଣକୁ କାଠ ତଳେ ଲାଗିବା କଥା ମନେ ବସ୍ତ୍ର ପାଲଟିବା ସମୟରେ କାଠ ତଳୁ ରାବଣ ଖସି ପଡ଼ିଲା। ଯେତେବେଳେ ରାବଣ ଆଜ୍ଞା ବାଳିଙ୍କ କାଠ ତଳୁ ଖସି ପଡ଼ିଛି ଚମକି ପଡ଼ିଲା ବାଳି। ଏଇଟା କଣ ଭଲ ସୁନ୍ଦରିଆ ଯୁବଟିଏ ହେଇଛି 10ଟା ମୁଣ୍ଡ 20ଟା ହାତ 2ଟା ଗୋଡ଼ ଏମିତିକା ଯୁବକ ମୁଁ କେବେ ଦେଖିନଥିଲି। ଆଜ୍ଞା ଭାରି ଖୁସି ହେଇଗଲେ ବାଳି କହିଲେ ମୋର ଛୋଟ ଛୁଆଟିଏ ଅଙ୍ଗଦ ଅଛି ଏ ଜୀବଟାକୁ ଯଦି ମୁଁ ନେଇ ଅଙ୍ଗଦକୁ ଦେବି ଛୁଆଟା ମୋର ଭାରି ଖୁସି ହବ। ଦେଖୁନାହାନ୍ତି ଆଜ୍ଞା ଆପଣ ମାନେ ବଜାର ଯାଇଥିବେ କି ଯାତ୍ରା ଦେଖି ଯାଇଥିବେ ଘରେ ଯଦି ଛୋଟ ପିଲା ଥିବ ତାପରେ ଆପଣ ଗୋଟେ କଣ୍ଢେଇ ଆଜ୍ଞା ରାବଣ ଏ ପୁଅ ଅଙ୍ଗଦ ହସ୍ତରେ ଦେଲେ ଅଙ୍ଗଦ ଆଜ୍ଞା ରାବଣ ପାଖରେ ଦୌଡ଼ି ଲଗେଇ କଣ୍ଢେଇ ନାଚ କହିଲା। ଆଜ୍ଞା ମାରି କହିଲେ ହେ